1964 ମସିହାରୁ 1966 ମସିହା ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ଶ୍ରୀ ଗୁଲଜାରିଲାଲ ନନ୍ଦା ସେ କଂଗ୍ରେସ ଦଳର ନେତା ଥିଲେ। ତାଙ୍କ କାର୍ଯ୍ୟକାଳ ଥିଲା ଜାନୁଆରୀ 11, 1966 ରୁ ଜାନୁଆରୀ 24, 1966 ଏବଂ ମେ 27, 1964 ରୁ ଜୁନ 9, 1964 ମସିହା ମଧ୍ୟରେ। ଶ୍ରୀ ମୋରାରଜୀ ଦେଶାଇ ଜନତା ଦଳର ଅନ୍ତର୍ଭୁକ୍ତ ଥିଲେ ଆଉ ତାଙ୍କ କାର୍ଯ୍ୟକାଳର ଅବଧି ଥିଲା 1977 ରୁ 1979 ମଧ୍ୟରେ। ଶ୍ରୀ ଚରଣ ସିଂ ଭାରତୀୟ ଲୋକ ଦଳର ନେତା ଥିଲେ ଆଉ ତାଙ୍କର ଅବଧି ଥିଲା 1979 ରୁ 1980 ମଧ୍ୟରେ। ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଯେ କି କଂଗ୍ରେସ ଦଳର ନେତା ଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ଅବଧି ଥିଲା ଜାନୁଆରୀ 14, 1980 ମସିହାରୁ ଅକ୍ଟୋବର 31, 1984 ଏବଂ ଜାନୁଆରୀ 24, 1966 ମସିହାରୁ ମାର୍ଚ୍ଚ 24, 1977। ଶ୍ରୀ ରାଜୀବ ଗାନ୍ଧୀ ସେ ମଧ୍ୟ ଥିଲେ କଂଗ୍ରେସ ଦଳର ନେତା ଆଉ ତାଙ୍କ କାର୍ଯ୍ୟକାଳର ସମୟ ଥିଲା 1984 ରୁ 1989। ଶ୍ରୀ ବିଶ୍ୱନାଥ ପ୍ରତାପ ସିଂ ସେ ଥିଲେ ଜନତା ଦଳର ନେତା ଆଉ ତାଙ୍କ କାର୍ଯ୍ୟକାଳର ସମୟ ସୀମା ହେଉଛି 1989 ରୁ 1990 ମଧ୍ୟରେ। ଶ୍ରୀ ଚନ୍ଦ୍ରଶେଖର ସେ ଥିଲେ ସମାଜବାଦୀ ଜନତା ଦଳର ନେତା। ତାଙ୍କର କାର୍ଯ୍ୟକାଳର ସମୟ ସୀମା ଥିଲା 1990 ରୁ 1991 ପର୍ଯ୍ୟନ୍ତ। ଶ୍ରୀ ପି.ଭି. ନରସିଂହ ରାଓ ସେ ଥିଲେ କଂଗ୍ରେସ ଦଳର ଆଉ ତାଙ୍କ କାର୍ଯ୍ୟକାଳର ଅବଧି ଥିଲା 1991 ରୁ 1996 ମସିହା ପର୍ଯ୍ୟନ୍ତ। ଏଚ୍.ଡି. ଦେବେଗୌଡ଼ା ସେ ଥିଲେ ଜନତା ଦଳର ନେତା ତା ସହିତ ତାଙ୍କ କାର୍ଯ୍ୟକାଳ ଅବଧି ଥିଲା 1996 ରୁ 1997 ପର୍ଯ୍ୟନ୍ତ। ଶ୍ରୀ ଇନ୍ଦର କୁମାର ଗୁଜରାଲ ସେ ଥିଲେ ଜନତା ଦଳର ଆଉ ତାଙ୍କର କାର୍ଯ୍ୟକାଳର ଅବଧି ଥିଲା 1997 ରୁ 1998 ପର୍ଯ୍ୟନ୍ତ। ଶ୍ରୀ ଅଟଳ ବିହାରୀ ବାଜପେୟୀ ସେ ଥିଲେ ଭାରତୀୟ ଜନତା ପାର୍ଟିର ଆଉ ତାଙ୍କ କାର୍ଯ୍ୟକାଳର ସମୟ ସୀମା ଥିଲା ମାର୍ଚ୍ଚ 19, 1998 ରୁ ମେ 22, 2004 ମସିହା ଏବଂ ମେ 16, 1996 ରୁ ଜୁନ 1, 1996 ପର୍ଯ୍ୟନ୍ତ। ଡକ୍ଟର ମନମୋହନ ସିଂ ହେଉଛନ୍ତି କଂଗ୍ରେସ ଦଳର ନେତା ଥିଲେ। ତା ସହିତ ତାଙ୍କ କାର୍ଯ୍ୟକାଳ ସମୟ ସୀମା ଥିଲା 2004 ମସିହାରୁ 2014 ମସିହା ପର୍ଯ୍ୟନ୍ତ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିଜେପି ଦଳର ନେତା ତା ସହିତ ତାଙ୍କ